ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସଙ୍କ ବିୟୋଗ। ଗଜପତି ଜିଲ୍ଲା ପରଳାଖେମୁଣ୍ଡି ରାଜଦାଣ୍ଡ ବାସିନ୍ଦା ତଥା ବିଜେଡିର ବରିଷ୍ଠ ନେତା ଏବଂ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସଙ୍କ 72 ବର୍ଷ ବୟସରେ ବିୟୋଗ ଘଟିଯାଇଛି। ସେ ଗତକାଲି ନିଜ ପୁଅ ପାଖକୁ ଭୁବନେଶ୍ୱର ଯାଇଥିଲେ। ଗତ ସନ୍ଧ୍ୟା ବେଳେ ନିଜକୁ ଅସୁସ୍ଥ ମନେ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ହେଲେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏହି ଖବର ଶୁଣିବା ପରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସହ ଅନ୍ୟ ନେତା କର୍ମୀମାନେ ଶୋକ ପ୍ରକାଶ କରିଛନ୍ତି।